And although it's not enough. हेलो फ्रेंड, वेलकम टू ट्रेड ऑर्बिट। फ्रेंड, ମୁଁ ଏକ ଶାନଦାର ଟ୍ରେଡିଂ ଷ୍ଟ୍ରାଟେଜି ଆପଣଙ୍କ ସହିତ ଡିସ୍କସନ୍ କରିଥିଲି। ଆଇ ହୋପ୍ you are practicing that and also taking profit by using in your normal day to day trading style। ବର୍ତ୍ତମାନ ସେଇ ଷ୍ଟ୍ରାଟେଜିକୁ ଆଉ ଥରେ ମୁଁ ରିକ୍ୟାପ୍ କରିକି ଆଜି ରିଭ୍ୟୁ କରିବା, ଆଉ କ'ଣ ତାକୁ କରିହେବ ତା ବିଷୟରେ ବି ଆଜି ଆନାଲିସିସ୍ କରିବା। ଫ୍ରେଣ୍ଡ, ମୁଁ ଅଲରେଡ଼ି କହିଥିଲି ଯେ ପ୍ରଥମେ ଯେକୌଣସି ଷ୍ଟ୍ରାଟେଜି ଆପଣ ବନେଇବେ ସେଥିରେ ମୋମେଣ୍ଟମକୁ ବା ଷ୍ଟ୍ରେଙ୍ଗଥ ଅଫ୍ ଦ ମୋମେଣ୍ଟମକୁ ପ୍ଲେସ୍ କରିବେ, ଟ୍ରେଣ୍ଡ ନିହାତି, ତାପରେ ମାନେ ଭୋଲାଟିଲିଟି ଆଡ୍ କଲେ କରିବେ, ନ କଲେ ନାହିଁ। ଏଠି ଯେଉଁ ମୁଁ ଟ୍ରେଡିଂ ଷ୍ଟ୍ରାଟେଜି ଆପଣଙ୍କୁ ଏବେ ସେୟାର କରିଥିଲି ବା କରିବି, ସେଥିରେ ଟ୍ରେଣ୍ଡ ଆଣ୍ଡ ଷ୍ଟ୍ରେଙ୍ଗଥ ଅଫ୍ ଦ ଟ୍ରେଣ୍ଡ ଇଜ୍ ଭେରି ମଚ୍ ଇମ୍ପୋର୍ଟାଣ୍ଟ along with volume support। ଓକେ, ମୁଁ ଏଥିରେ ଆପଣଙ୍କୁ କଥା ହେଇଥିଲି ଯେ ମୁଁ ନର୍ମାଲି ୟୁଜ୍ କରୁଥିଲି 34 ମୁଭିଂ ଆଭରେଜର ହାଇ ଲୋ ଆଣ୍ଡ କ୍ଲୋଜ୍ର ଏକ ବ୍ୟାଣ୍ଡ। এই ଯେଉଁ ବ୍ୟାଣ୍ଡ ଅଲରେଡ଼ି ମୁଁ ୟୁଜ୍ କରିଛି, କାହିଁକିନା ଏଇ ଯେଉଁ ବ୍ୟାଣ୍ଡ ମୁଁ ୟୁଜ୍ କରିଛି 34ର, ଦ୍ୟାଟ୍ ଇଜ୍ ଏ ମୁଭିଂ ଆଭରେଜ ବ୍ୟାଣ୍ଡ। ଆଇଦର ଆପଣ ଏସ୍ଏମ୍ଏ ୟୁଜ୍ କରିବେ ନହେଲେ WMA ୟୁଜ୍ କରିବେ, କିଛି ସେଥିରେ ଅସୁବିଧା ହିଁ ନାହିଁ। କିନ୍ତୁ ଯଦି WMA ୟୁଜ୍ କରିବେ ତାହେଲେ ବହୁତ ଭଲ। ଖାଲି ଅବଜର୍ଭ କରିବେ WMA ଠାରୁ ପ୍ରାଇସ୍ଟା ଗ୍ୟାପ୍ରେ ରହିବା ଦରକାର, ନାହିଁ ତ ଏସ୍ଏମ୍ଏରେ ବି ଆପଣ କାମ ଚଲାଇ ପାରିବେ। ଫ୍ରେଣ୍ଡ, ବର୍ତ୍ତମାନ ଏବେ ମୁଁ ନେକ୍ସଟ କନସେପ୍ଟ କ'ଣ କହିଥିଲି ନା, ଆପଣଙ୍କର ଯେତେବେଳେ 9 ପିରିୟଡ଼ର ଏସ୍ଏମ୍ଏ ବା 9 ପିରିୟଡ଼ର EMA ବା 9 ପିରିୟଡ଼ର WMA କ୍ରସ୍ କରିବ ହାଇ ଅଫ୍ ଦ 34 ମୁଭିଂ ଆଭରେଜ, ଓକେ, ତାହେଲେ କ'ଣ ହେବ ନା ଟ୍ରେଣ୍ଡ ଅଫ୍ ଦ ନର୍ମାଲ ସ୍କ୍ରିପ୍ଟ ନାଉ ରିଭର୍ସଡ। ତାମାନେ ଟ୍ରେଣ୍ଡ ପକଡ଼ିଲା ବୋଲି ଆପଣ ଜାଣିବେ। ଯେମିତି ଏବେ ଦେଖନ୍ତୁ, ପ୍ରାଇସ୍ ବିଫୋର କ୍ରସିଂ ହିୟର ଇଟ୍ ୱାଜ୍ ଇନ୍ ଡାଉନ୍ ଟ୍ରେଣ୍ଡ। ଦେଖିପାରୁଛନ୍ତି ନା ନାହିଁ? ତେଣୁ ମୁଁ ଏଇ ଷ୍ଟ୍ରାଟେଜିଟା କ'ଣ ପାଇଁ ବନେଇଛି, ଆଉ କ'ଣ ନୂଆ ଏଠି ଆଡ଼୍ କରିହେବ, ମୁଁ ତା ବିଷୟରେ ବର୍ତ୍ତମାନ ଏବେ କଥା ହେବି। ଏବେ ମୁଁ ଆଉ ଥରେ କ୍ଲିଅରଲି ବୁଝିବା ପୂର୍ବରୁ କ'ଣ କ'ଣ ଏଠି ମୁଁ ୟୁଜ୍ କରିପାରିବି ତାକୁ ଦେଖନ୍ତୁ। ଏଠି ମୁଁ 34, 9 ଏସବୁ ମୁଭିଂ ଆଭରେଜକୁ ୟୁଜ୍ କଲି। ଦେଖନ୍ତୁ, ମୁଁ ଆଉ ଥରେ ବତେଇ ଦେଉଛି। ଏବେ ମୁଁ ପ୍ରଥମେ ଆପଣଙ୍କୁ ଦେଖାଉଛି ଯେ 9 ପିରିୟଡ଼ ମୁଭିଂ ଆଭରେଜ, I am deleting all the things। 9 ପିରିୟଡ଼ ମୁଭିଂ ଆଭରେଜ ଯେତିକା ବେଳେ କ୍ରସ୍ କଲା ଏବଭ୍ ଦ 34 ମୁଭିଂ ଆଭରେଜ, ଦେଖନ୍ତୁ ମୁଁ 5 ମିନିଟ୍ର ଚାର୍ଟ ଗୋଲ୍ଡରେ ଏବେ ଲାଇଭ୍ ଚାଲିଛି, ମୁଁ ତାକୁ ଅବଜର୍ଭ କରୁଛି। ଯେତେବେଳେ 9 ପିରିୟଡ଼ ମୁଭିଂ ଆଭରେଜ ନାଉ କ୍ରସ୍ ଏବଭ୍ ଦ 34 ମୁଭିଂ ଆଭରେଜ, ତ ଆମର ଏବେ ବାୟ ଫାର୍ଷ୍ଟ କଣ୍ଡିସନ ସାଟିସ୍ଫାଏଡ୍। କଣ୍ଡିସନ ନମ୍ବର 1 ସାଟିସ୍ଫାଏ, ଅଲରେଡ଼ି ମୁଁ କହିଥିଲି, ଖାଲି ଆଜି ଆମେ ଜଷ୍ଟ ରିଭ୍ୟୁ କରୁଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ଆମର ଫ୍ରାକ୍ଟାଲ କାଟିନି। ଏଇ ଦେଖନ୍ତୁ ଫ୍ରାକ୍ଟାଲ, କିନ୍ତୁ ଏଠି ମୋମେଣ୍ଟମ ତ ଆସିଗଲା ବୋଲି ଆମେ ଜାଣିଲେ। ଓକେ, ଏଇ ଜାଗାରେ ମୋମେଣ୍ଟମ ଆସିଗଲା, ଟ୍ରେଣ୍ଡ ଚେଞ୍ଜ ହଉଛି। କୋଉ ଟ୍ରେଣ୍ଡ ନା, ପୂର୍ବରୁ କ'ଣ ଟ୍ରେଣ୍ଡ ଚାଲିଥିଲା? ବିକଜ ୟା ପୂର୍ବରୁ वी आर फेसिंग द डाउन ट्रेंड। ତ ଡାଉନ୍ ଟ୍ରେଣ୍ଡ ଯେତେବେଳେ ଚାଲିଥିଲା ତାକୁ ପ୍ରଥମ ଥର ପାଇଁ କ୍ରସ୍ କଲା 9 ପିରିୟଡ଼ ମୁଭିଂ ଆଭରେଜ, ତ ଟ୍ରେଣ୍ଡ ଚେଞ୍ଜ ହବାର ପ୍ରଥମ ନିଶାନୀ ଆସିଲା। କିନ୍ତୁ ଇମିଡିଏଟଲି ଟ୍ରେଣ୍ଡ ଚେଞ୍ଜ ହେଇଯିବ ଆମେ ତ ସେଥିରେ ସିଓର ହେଇପାରିବାନି। ଆମକୁ ଭଲ୍ୟୁମ୍ ଏବଂ ଷ୍ଟ୍ରେଙ୍ଗଥ ଅଫ ଦ ମୋମେଣ୍ଟମର ଆବଶ୍ୟକତା ଅଛି। ଓକେ, ବଟ୍ ଚେଞ୍ଜ ହେଲା ବୋଲି ଆହୁରି କନଫର୍ମେସନ ଆମେ ଏଠି ୟୁଜ୍ କରିବା ଫ୍ରାକ୍ଟାଲରୁ। ଏଠି ଫ୍ରାକ୍ଟାଲ ଦେଖନ୍ତୁ କାଟିଛି, ତ ଏଠି ନେକ୍ସଟ ଇଣ୍ଡିକେସନ ଆସିଗଲା। ଫ୍ରାକ୍ଟାଲ ଯେହେତୁ କ୍ରସ୍ କଲା, ତ ଆମେ ଏଠି ବାଇଂରେ ରହିପାରିବା। ନେକ୍ସଟ କଣ୍ଡିସନ ଓଭର ସାଟିସ୍ଫାଏଡ୍ ହିୟର। ଓକେ, ନେକ୍ସଟ ଆଉ କ'ଣ? ନେକ୍ସଟ ଆମେ ଏଇ ଜାଗାରେ ଅବଜର୍ଭ କଲେ ଷ୍ଟ୍ରେଙ୍ଗଥ ଅଫ ଦ ମୋମେଣ୍ଟମ ଆସିଲାଣି କି ନାହିଁ। ଟୁ नो द स्ट्रेंथ ऑफ मोमेंटम ମୁଁ ଆପଣଙ୍କୁ କହିଥିଲି ଡବ୍ ଟ୍ରେଡ୍ ଗୋଟେ ୟୁଜ୍ କରିଥିଲି। ଡବ୍ ଟ୍ରେଡ୍, ସେ ଡବ୍ ଟ୍ରେଡ୍ ଆପଣ ଏଠି ଅବଜର୍ଭ କରିପାରିବେ। ଡବ୍ ଟ୍ରେଡ୍ ଯେତିକା ବେଳେ ଆପଣଙ୍କର ଏଠି ଗ୍ରୀନ୍ ବ୍ୟାଣ୍ଡ ଫର୍ମେସନ୍ କଲା, ତାମାନେ ଇଟ୍ ଇଜ୍ ଏ ୱେଲ୍ ନୋନ୍ ଇଣ୍ଡିକେଟର, ଯେଉଁଥିରେ ଆପଣଙ୍କର ଷ୍ଟ୍ରେଙ୍ଗଥ ଅଫ ଦ ମୋମେଣ୍ଟମ, ଏଇଟା ବୋଲିଞ୍ଜର ବ୍ୟାଣ୍ଡ। ମୁଁ ସେଥିପାଇଁ କହିଲି ନା, ଭୋଲେଟିଲିଟିକୁ ଆମେ ଅଲଗା ୱେରେ ୟୁଜ୍ କରିବା।
ଯେତେବେଳେ ବୋଲିଞ୍ଜର ବ୍ୟାଣ୍ଡ ର ସ୍କୁଇଜ ବ୍ରେକଆଉଟ ହବ, ଯଦି ଆମେ ଏଇଠି ଦେଖନ୍ତୁ ଗୋଟେ ଆପଣଙ୍କୁ ଦେଖନ୍ତୁ ବୋଲିଞ୍ଜର ବ୍ୟାଣ୍ଡ ଏଇ ଦ ଦେନ୍ ପିରିୟଡ ନାରୋ ରେଞ୍ଜ ରେ ଥିଲା। କ୍ଲିୟର? ତେଣୁ ଏଇ ନାରୋ ଏଇ କ୍ୟାଣ୍ଡେଲ ସେଥିପାଇଁ ଦେଖନ୍ତୁ ବ୍ରେକଆଉଟ ହେଲା ସେଇ କ୍ୟାଣ୍ଡେଲ जो कैंडल ब्रेकआउट है से कैंडल आपन एठी मोमेंटम ऊपर को है विथ ग्रीन ता पूर्व ब्रेकआउट हवा पूर्व सिग्नल होची ग्रीन बैंड। तो एक करथिला स्ट्रेंथ मोमेंटम आपन एठू ऑब्जर्व करिवे। ओके, तो सेकंड इंडिकेटर मथा बुझी गेले हो एथिरे अपन वॉल्यूम अटैच अछि ना वॉल्यूम अटैच नहीं देखो एठी ग्रीन थिला किंतु वॉल्यूम अटैच नथिला। वॉल्यूम अटैच कोड हैला वॉल्यूम अटैचमेंट हियर ए कैंडल पाखरु वॉल्यूम अटैच हैला सेति पई बाय सिग्नल एठी आसिला। क्लियर? तो तेणु वर्तमान एबे बोलिंजर बैंड हटाउछ कि बोलिंजर बैंड हम यूज करबेन जेतो हम डॉप्टेड यूज करछंती डॉप्टेड यूज करछंती सेत में आवश्यक नाही। आ वॉल्यूम पय हम एठी ओबीबी अनबैलेंस वॉल्यूम यूज करथले। क्लियर? एबे नेक्स्ट कंडीशन कोन ना एठी आज आ गोटे नुआ कांसेप्ट ऐड करबा सिंपली एतिकी सेटअप तो सफिशिएंट। देखंतु ए वर्तमान आपन का आखि आगर चलची एटा लाइव ट्रे चलची। ओके, ए जगह फ्रैक्टल काटला 9 period moving average now crossing the 34 moving average by आसीगला ओबीबी एडी ओबीबी रे ब्रेकआउट अछि ओबीबी मध्ये अपवर्ड ट्रेंडिंग। तो हमें बुझी गले नाही ठीक अछि एबे चेंजेस आसीबो किंतु एको आउर गोटे स्टेप आगु को नहीं कि हमें एको ऑब्जर्व करबा एटी दुईटा इंडिकेटर आउट मार्क करी। प्रथम इंडिकेटर अगर बुझंतु गोटे एटी लक्स आल्गो आपण जदि सर्च कर जानि परिबे तार गोटे ट्रेंड लाइन ब्रेकआउट जोटा मु एबे ड्रॉ करथली नॉर्मली आपण देखंतु आपण लक्स आल्गो इंडिकेटर जदि आपण फ्री रे अछंती तो मल्टीपल इंडिकेटर तो ऐड कर परिबे नाही। तो नॉर्मली देखंतु एटा होछ आपण ट्रेंड लाइन ब्रेकआउट तो एठी हेजी बट सी एक्चुअली नॉर्मली न करी करी से ऑलरेडी आपनकर ऑटोमेशन ले एटी देखुची ए जगह रे आपण ट्रेंड लाइन ब्रेकआउट हला। क्लियर? then it is also now turning into a মানে bullish zone। ତେଣୁ ଆପଣ ଏଟା ବି ମଧ୍ୟ ଆଡ୍ କରିପାରିବେ ଏବଂ ଏଇ ଇଣ୍ଡିକେଟରରେ ଲକ୍ସ ଆଲଗୋ ଯୋଉ ଟ୍ରେଣ୍ଡ ଲାଇନ ବ୍ରେକଆଉଟ ଇଣ୍ଡିକେଟରରେ ଦେଖନ୍ତୁ ଏଇ ଯୋଉ 10 ଦିନ ପିରିୟଡ ଭିତରେ ବ୍ୟାକଗ୍ରାଉଣ୍ଡ କଲର କଣ ଅଛି ରେଡ୍ ଅଛି मतलब डाउन ट्रेंड ରେ ଅଛି ବୋଲି ସେ କହୁଛି। ତେଣୁ ତାର ଏଇ ଜାଗାରେ डाउन ट्रेंड ଦେଖନ୍ତୁ ସେ ବି ଟାଣିଛି डाउन ट्रेंड। तो ଏଇ ଜାଗାରେ डाउन ट्रेंड ଥିଲା डाउन ट्रेंड ର ଖତମ ହେଲା କୋଉଠୁ ନା ଏଇ ଯେତେବେଳେ ପ୍ରାଇस ଏ ଲାର୍ଜର ଟର୍ମ ट्रेंड लाइन को ब्रेक कला। ओके, तो एई जगह तार ब्रेक हे गला एबे तापर अपर ट्रेंडिंग स्टार्ट हबो किंतु अपर ट्रेंडिंग स्टार्ट केतले हबो ना हमें डाउन ट्रेंड खत्म अपर स्टार्ट हबो तो पुनी फर्दर क्रॉस हबो। सेत पे सेट कोन करा ना एई जगह रे गोटे डॉटेड लाइन ड्रॉ करछि। मु आउ थरे कहूची हमर ता इंडिकेटर सहित लेन देन नाही खाली एक्स्ट्रा कंफर्मेशन पाई मु एबे यूज करछि बट हमर तो नॉर्मली बाय सिग्नल आसी गला ना हमर फ्रैक्टल काटला ये कर बाय आसी गला। क्लियर? अप्रोच मु एठी नेली तमरा स्ट्रेंथ पाई मु डॉप ट्रेड यूज करली स्ट्रेंथ पाई डॉप ट्रेड यूज करली ओबी यूज ଏବଂ ट्रेंड ପାଇଁ ମଧ୍ୟ स्ट्रेंथ तो सला डॉक्टर ट्रेंड ପାଇଁ ମୁଁ ଏବେ 9 पीरियड मूविंग एवरेज क्रॉस ऑब्जर्व कली। क्लियर? यदि पुणी आउरी तापर ट्रेंड लाइन ब्रेकआउट इटा ऑब्जर्व कली बाय द लक्सालग्रो ट्रेंड लाइन ब्रेकआउट इटा कले करिवे नाही तो आपण मैनुअल भी एबे कर परिवे नाही तो किछ आवश्यक नाही ऑलरेडी क्रॉसओवर इज आल्सो गिविंग द सेम थिंग। एबे मु आउ गोटे जिंस इटी आपन को देखैबी जदि ये सहित आउरी कंफर्म होबा चाहउचंती तार बेस्ट लौची आपनकर मोर नेक्स्ट इंडिकेटर ऑब्जर्व करेले जो थरे आपण देखि परिबे ए जो देखुचंती ऊपर गोटे गार देखौची दिस इज द लैगिंग स्पान ऑफ द इचिमुको क्लाउड पर लैगिंग स्पान जितला पर्यंत प्राइस ऊपर को लैगिंग स्पान जाइनी तब तक ट्रेंड चेंज हेई नाही बोली जानंतु। फर्स्ट थिंग सेकंड थिंग इज दैट जितला पर्यंत क्लाउड ऊपर इचिमुको क्लाउड ऊपर माने प्राइस जाइनी तब तक मध्य रेजिस्टेंस फेस करिवो। तेणु लैगिंग स्पान इज आल्सो आउट। क्लियर? दैट इंडिकेट जे वर्तमान में ट्रेंड कंप्लीटली चेंज हेला इट इज नाउ टर्निंग इनटू द बुलिश जोन। क्लियर? ता माने हमर एठी बाय दे देला डॉप ट्रेड रे स्ट्रेंथ आसी गला ओबीबी वॉल्यूम आसी गला फ्रैक्टल काटिला
ଏବଂ ଏଠି ଟ୍ରେଣ୍ଡ କନଫର୍ମେସନ ପାଇଁ ଗୋଟେ ଏପଟରେ ମାନେ 9 ପିରିୟଡ଼ ମୁଭିଂ ଆଭରେଜ ନାଉ କ୍ରସିଂ ଏବଭ୍ ଇଟ୍, ଏ ସବୁ ଇଣ୍ଡିକେଟ କରୁଛି ଯେ ଯେ ପ୍ରାଇସ ରେ ଏବେ ଚେଞ୍ଜେସ୍ ଆସିଲା। କ୍ଲିୟର? ଏତେ କନଫ୍ୟୁଜନ ହବାର ନାହିଁ। ସିମ୍ପଲି ମୁଁ ଏତେ କଥା ଖାଲି ବୁଝଉଛି, ଯେହେତୁ ଅଲରେଡି ୟା ଉପରେ ଭିଡ଼ିଓ କରିସାରିଛି। ଏକ୍ସଟ୍ରା ଆଜି କଣ ଆଡିଟିଭ କନସେପ୍ଟ କଥା ହବ ସେ କଥା ହଉଛି। କ୍ଲିୟର? ତ ଏବେ ଏଇ ଜାଗାରେ କ୍ରସ୍ ହେଲା, ଦେଖନ୍ତୁ ଏଇ କ୍ୟାଣ୍ଡେଲରେ ମୁଁ ଆଉ ଥରେ କ୍ଲିୟରଲି ଦେଖନ୍ତୁ ଏଇ ଯୋଉ ଗ୍ରୀନ କ୍ୟାଣ୍ଡେଲ, ଏଇ ଗ୍ରୀନ କ୍ୟାଣ୍ଡେଲ ରେ ହିଁ ବ୍ରେକଆଉଟ କଲା 9 ପିରିୟଡ ର ସରି 8 ପିରିୟଡ ର WMA ବା SMA କାହାକୁ ନା 34 ମୁଭିଂ ଆଭରେଜ କୁ। ତ ଫ୍ରାକ୍ଟାଲ କାଟିଲା, ତାମାନେ ଆମେ ଏଇ ଜାଗାରେ ଏଣ୍ଟ୍ରି କରିବା। ଏକ୍ସଟ୍ରା ସପୋର୍ଟିଭ ଆଡିଟିଭ ପାଇଁ ଆମେ ଏଠି ଆଡ୍ କଲେ କୋଉଟା ନା ଲାଗିଂ ସ୍ପାନ୍ କଲେ କରିବା, ନ କଲେ କିଛି ଅସୁବିଧା ନାହିଁ। ବିକଜ ଇଏ ମଧ୍ୟ ଟ୍ରେଣ୍ଡ କନଫର୍ମେସନ, ଇଏ ମଧ୍ୟ ଟ୍ରେଣ୍ଡ କନଫର୍ମେସନ। ଥାର୍ଡ, ଆଉ ଟ୍ରେଣ୍ଡ ଲାଇନ ବ୍ରେକଆଉଟ ଆପଣ ମାନୁଆଲି କରିପାରିବେ ବା ଏଠି ୟୁଜ କରିବେ ଲକ୍ସ ଆଗରୁ ଟ୍ରେଣ୍ଡ ଲାଇନ ବ୍ରେକଆଉଟ ନାଭିଗେଟର। ନାହିଁ ତ ଆବଶ୍ୟକ ବି ନାହିଁ, ଆପଣ ନର୍ମାଲି ଆପଣ ଦେଖନ୍ତୁ ଆଗର ନାଭିଗେଟରରେ କଣ ହେଲା ନା ଏଇ ଯୋଉ ଡଟେଡ ଲାଇନ ଅଛି, ଏଇ କ୍ୟାଣ୍ଡେଲ ହିଁ ବ୍ରେକଆଉଟ ହେଲା। ମୁଁ ସବୁଗୁଡା କନଫର୍ମ କରୁଛି ଯେ ପ୍ରାଇସ ଏଇଠୁ ଘୁମିବ ବୋଲି, କିନ୍ତୁ ଆବଶ୍ୟକ ବି ନାହିଁ। ଆପଣ ମ୍ୟାନୁଆଲି ବି ଅବଜର୍ଭ କରୁଛନ୍ତି ଯେ ଏଇଟା ହଉଛି ଟ୍ରେଣ୍ଡ ଲାଇନ ଥିଲା, ଏଇ ଟ୍ରେଣ୍ଡ ଲାଇନ ର ଏଇଠି ବ୍ରେକଆଉଟ ହେଲା, ଟ୍ରେଣ୍ଡ ଲାଇନ ଏଇ ଜାଗାରେ ବ୍ରେକଆଉଟ ହେଲା, ତ ପ୍ରାଇସ ଚେଞ୍ଜ ହବ। फिर भी यार भी ट्रेंड लाइन जे मैनुअली କରିପାରୁନି, ଆବଶ୍ୟକ ବି ନାହିଁ। କାହିଁକି ନା ଅଲରେଡି ମୁଁ ଯୋଉ ଷ୍ଟ୍ରାଟେଜି ବତେଇଛି ସେ ଷ୍ଟ୍ରାଟେଜିରେ ଅଲରେଡି ବ୍ରେକଆଉଟ ହିଁ ହେଇକି ପ୍ରାଇସ୍ ଆସିବ। କାହିଁକି ନା 9 ପିରିୟଡ଼ SMA ଯେତେବେଳେ କ୍ରସ୍ କରିବ ଅଟୋମେଟିକାଲି ବ୍ରେକଆଉଟ ହେଇଥିବ। ଷ୍ଟ୍ରେଂଥ ଅଫ ଦ ମୋମେଣ୍ଟମ ଅଛି କି ନାହିଁ ଜାଣିବା କେମିତି ନା ସ୍କୁଇଜ ବ୍ରେକଆଉଟ ପାଇଁ ଆପଣ ଡକ୍ଟର ୟୁଜ କଲେ, ଭଲ୍ୟୁମ ପାଇଁ ୟୁଜ କଲେ, ବାସ୍। ଏବେ କଥା ହେଲା ଏ ଟ୍ରେଡ୍ ତ ଆମେ ଏଣ୍ଟ୍ରି କରିଗଲେ, ବଟ୍ କେତେବେଳେ ପର୍ଯ୍ୟନ୍ତ ଏ ଟ୍ରେଡ୍ ରହିବା, ଦ୍ୟାଟ୍ ଇଜ ଅଲସୋ ଏ ବିଗ୍ କ୍ୱେଶ୍ଚନ୍। କ୍ଲିୟର ନା ନାହିଁ? କେତେବେଳେ ପର୍ଯ୍ୟନ୍ତ ୱି ୱିଲ୍ ସିଟ୍ ଇନ୍ ଦିସ୍ ଟ୍ରେଣ୍ଡ, ଇନ୍ ଦିସ୍ ଟ୍ରେଡ୍। ତ ତା ପାଇଁ ଆପଣଙ୍କୁ ଏଠି ଗୋଟେ ବଢିଆ ଇଣ୍ଡିକେଟର ମୁଁ ୟୁଜ କରୁଛି, ଦ୍ୟାଟ୍ ଇଜ କଲ୍ଡ ସୁପର ଟ୍ରେଣ୍ଡ। ଯେତେବେଳେ ପର୍ଯ୍ୟନ୍ତ ପ୍ରାଇସ୍ ଏ ସୁପର ଟ୍ରେଣ୍ଡ ତଳକୁ ମାନେ ଆସିନାହିଁ, ମତଲବ when it will not close below the super trend, we will sit in this trend, in this trade. Clear? ଆପଣଙ୍କ ଆଖି ଆଗରେ ବର୍ତ୍ତମାନ ପ୍ରାଇସ୍ ମୁଭମେଣ୍ଟ ଚାଲିଛି, will now observing what will happen here। ଏବଂ କଣ୍ଟିନ୍ୟୁସଲି ଫ୍ରାକ୍ଟାଲ କାଟି କାଟି ଚାଲିଛି ଉପରକୁ, ପ୍ରାଇସ୍ ଅଲସୋ ମୁଭିଂ ଅଫ୍। କ୍ଲିୟର? ନେକ୍ସଟ, এটা হচ্ছে 1 নম্বর ଆପଣ ଚାହୁଁଛନ୍ତି ସୁପର ଟ୍ରେଣ୍ଡ। ସୁପର ଟ୍ରେଣ୍ଡ ମୁଁ କଣ ୟୁଜ କରିଛି? ସୁପର ଟ୍ରେଣ୍ଡ ମୁଁ ୟୁଜ କରିଛି 10-2, ବୁଝିଲେ କି ନାହିଁ? ତ 10 ପିରିୟଡ଼ ATR ଆଣ୍ଡ ଫ୍ରାକ୍ଟାଲ 2। ଏବେ ଆପଣ ଯଦି ମଲ୍ଟିପୁଲ ଇଣ୍ଡିକେଟର ଲଗେଇ ପାରୁନଥିବେ ଇନ୍ ୟୋର ଟ୍ରେଡିଂ ଭ୍ୟୁ, ତ ମତେ ଯଦି କହିବେ ତ ଆପଣ କମେଣ୍ଟରେ ଲେଖନ୍ତୁ। ମୁଁ ଏଇ ଯୋଉ ମୋ ଇଣ୍ଡିକେଟର ତା କୋଡ ଆପଣଙ୍କୁ ସେୟାର କରିଦେବି ଇନ୍ ଦ ମାନେ କମେଣ୍ଟସ୍। ତ ଆପଣ ଲିଙ୍କରେ ବି ଡାଇରେକ୍ଟ ଆପଣ ଆଡ୍ କରିପାରିବେ। କେତେ ବେହତରିନ ଭାବରେ ଆପଣ ଏଠି ଟ୍ରେଡରେ ଏଣ୍ଟ୍ରି କଲେ ଫ୍ରମ୍ ଦିସ୍ and we are enjoying still now 595 points ର ଆପଣ ବର୍ତ୍ତମାନ ଏବେ ମୁଭମେଣ୍ଟ ହେଇସାରିଲାଣି। ଯଦି ଆପଣ ଗୋଟେ ଲଟ୍ ଫ୍ୟୁଚର ଲାର୍ଜ ଲଟ୍ ନେଇଥାନ୍ତେ, ତାମାନେ ପାଖାପାଖି ଏବେ ସୁଦ୍ଧା 60,000 ଟଙ୍କା ଇନକମ କରିସାରନ୍ତାନି, 59,500। କ୍ଲିୟର? ତ ଦିସ୍ ଇଜ ଦ ସିମ୍ପଲ ଟେକ୍ନିକ। ଓକେ, ତ ମୁଁ ଯୋଉ କଥା ଆପଣଙ୍କୁ ଅଲରେଡି କହିଥିଲି ଯେ ଏବେ ଏବେ ଇଟ୍ ଇଜ ଅଲସୋ ନାଉ କଣ୍ଟିନ୍ୟୁଇଂ। ଆମେ ଜାଣିନାହାନ୍ତି ହାଉ ମଚ୍ ଇଟ୍ ୱିଲ୍ ମୁଭ୍। ଓକେ, କାହିଁକି ଯଦି ଆପଣ ପ୍ରଫିଟ ବୁକ୍ କରିବେ ତ ଆପଣଙ୍କ ଷ୍ଟପ୍ ଲସ୍ ଥିଲା କୋଉଠି ନା ଷ୍ଟପ୍ ଲସ୍ ଥିଲା ବିଲୋ ଦି ସୁଇଙ୍ଗ ଲୋ। ଏଇ ଯୋଉ ଫ୍ରାକ୍ଟାଲ ସୁଇଙ୍ଗ ଲୋ, ଏଠି ଫ୍ରାକ୍ଟାଲ ଲଗେଇ ସାରିଲା ପରେ ଆଉ ସୁଇଙ୍ଗ ଲୋ ଆପଣଙ୍କ ଆବଶ୍ୟକତା ନାହିଁ। ଫିର ବି ଆପଣ ଇନିସିଆଲି ସୁଇଙ୍ଗ ଲୋ ଭାବିବେ, ନହେଲେ ଫ୍ରାକ୍ଟାଲ 1, ଫ୍ରାକ୍ଟାଲ 2, ଏଠି ଦେଖ ଏଇଠି ଫ୍ରାକ୍ଟାଲ ଶିଫ୍ଟ ହେଲା। ନାଉ your trailing stop loss is here, କିନ୍ତୁ ଟ୍ରେଲିଂ ଷ୍ଟପ୍ ଲସ୍ ର ଆବଶ୍ୟକତା ବି ନାହିଁ, ବିକଜ ଟ୍ରେଲିଂ ଷ୍ଟପ୍ ଲସ୍ ତଳେ ସୁପର ଟ୍ରେଣ୍ଡ ଅଛି। ଫିର ବି ଆପଣ ଫ୍ରାକ୍ଟାଲ ବି ୟୁଜ କରିପାରିବେ ଏବଂ ପ୍ରାଇସ୍ ଇଜ ନାଉ ମୁଭିଂ ଅପ୍ ଅପ୍ ଅପ୍। ଓକେ, ଦିସ୍ ଇଜ ଦ ସିମ୍ପଲ ଟେକ୍ନିକ ଅଫ୍ trading by using the trend, volatility trend and also momentum। ମୋମେଣ୍ଟମ ଆପଣ କିଏ କହିବ ନା ବୋଲିଞ୍ଜର ବ୍ୟାଣ୍ଡରେ ଯେତେବେଳେ ବ୍ରେକଆଉଟ ହେଇଗଲା, ବୋଲିଞ୍ଜର ବ୍ୟାଣ୍ଡରେ ସ୍କୁଇଜ ବ୍ରେକଆଉଟ, ତ ଅଟୋମେଟିକାଲି ମୋମେଣ୍ଟମ ଆସିବ। ସେଟା ଆମେ କେମିତି ଜାଣିଲେ ନା, ଏଟା ଆମେ ଜାଣିଲେ ବାୟ ଦିସ୍ ଡପ୍ ଟ୍ରେଡ। ଏବେ ଦେଖନ୍ତୁ ଡପ୍ ଟ୍ରେଡରେ ବର୍ତ୍ତମାନ ଏବେ
रेड बैंड आसीगला मतलब प्राइस आउ बेसी मूवमेंट इमिडिएटली तो करिवो ही नाही ए जगह बर्तमान टाइम बीतेबो दिस इज द वेरी सिंपल कांसेप्ट जदि आपनकर यू आर हैप्पी विथ दैट मल्टीपल लॉट नेचंती आपण ए जगह प्रॉफिट बुक कर दियंतु ना तो 640 पॉइंट रो मूवमेंट बर्तमान हे चलानी आपण प्रॉफिट बुक कर दियंतु बा गोटे लॉट दीटा लॉट नहीं गोटे लॉट नहीं छाड़ दियंतु आ वेट करंतु आपण स्टॉप लॉस इटे अपन स्टॉप लॉस टा कोन ट्रेलिंग स्टॉप लॉस ओके दिस इज ऑल अबाउट द कांसेप्ट बिकॉज़ जो मोमेंटम खत्म हो गला ए जगह रेड आसीगला वी विल नाउ एग्जिट फ्रॉम आवर पोजीशन क्लियर आउ यदि आप फ्यूचर रे नौथिबे तो ऑप्शन रे नौथिबे तो ए जगह तो एग्जिट 100% करिए बिकॉज ऑप्शन रे आपनकर मोमेंटम लॉस्ट हेले तो ऑप्शन प्राइस विल माने माने डेल्टा विल माने स्टॉप सो दैट मोमेंटम विल स्टॉप जेतु प्राइस मोमेंटम भी कमी जिवो तो आपनकर प्रीमियम ऑटोमेटिकली डिक्रीज हे जिवो आपण यदि मु आ गुटे स्क्रिप्ट बता आज देखिबी सपोज निफ्टी रे किछ हेतला कि ए कांसेप्ट रे देखितबा हमें निफ्टी रे कोन एथरे हेची ओके विथ दिस सेम सेम कांसेप्ट हमें जिमिति म एठी ऑब्जर्व करी आपण सेम थिंग एठी मध्ये ऑब्जर्व करिवि देखंतु in case of the nifty what will happen here निफ्टी रे आपण एटी ऑब्जर्व करंतु एई जगह रे बाय देला क्लियर काहे कि ना एई क्रॉस देछि क्लियर के फ्रैक्टल अछि वेट करिवे फ्रैक्टल कटिया पे नले एपट देख दियो मोमेंटम अछि यदि मोमेंटम एटी आसी गला ना तो इमीडिएटली आपण एंट्री भी करि पारंती फ्रैक्टल माने कटु या न कटु आपण बाय आसी गले तो एंट्री करि बिकॉज़ मोमेंट अछि माने फ्रैक्टल कटिवो क्लियर इट्स सिंपल कॉन्सेप्ट एवं तापर आपण मु कहितली नेक्स्ट ओबीबी ऑब्जर्व करी ओबीबी जो आल्सो इंक्रीजिंग तो किछि असुविधा नहीं निफ्टी रे नेक्स्ट आ कोन हिची ना एक्स्ट्रा इटे ऐड करले आपण ट्रेंड लाइन ब्रेकआउट को देखिबे मु ऑलरेडी कहि ट्रेंड लाइन लगी जे आवश्यक ही नहीं देखम जेते बेले भी 34 मूविंग एवरेज को काटिबे ना ऑलरेडी डाउन ट्रेंड रु ही अप ट्रेंड को जीवो तो माने सेही हिसाब रे एटाको डिजाइन कराइछि तो इंडिकेटर किछि आवश्यक ही नहीं ऑलरेडी एथरे माने सेटा सैटिस्फाइड ऑटोमेटिकली हे जीवो क्लियर सेथिपाई जो जिनस म ऑलरेडी आपन सहित डिस्कशन करछि ना ऑलरेडी बहुत जिनस को ऑब्जर्व करिकि बहुत जिनस को एथरे इनकॉर्पोरेट करि कहै छै आपन को केवल बना बना है चीज खाली खाइबार अछि तो तेणु ऑलरेडी ट्रेंड ब्रेकआउट ହେଇଛି फ्रैक्टर कटला माने मतलब अपन एंट्री भी दे देला बाय सिग्नल एठी दे देला क्लियर कि नहीं एई जगह रे अपन एंट्री कले बाय अबव दिस ओके एवं मोमेंटम एठी स्टार्ट हैला ओबी भी बढ़िला क्लियर एबे आउट चेक कर दबा जिमते हम चेक करथिले जे व्हाट्स अबाउट माने आपनकर इचिमिको क्लाउड एंड व्हाट्स अबाउट योर अदर पैरामीटर्स ओके तो ए जगह रे आपनकर इचिमिको क्लाउड कोन कहूची देखिबा ए जगह रे इचिमिको क्लाउड मध्य प्राइस इज आल्सो अबव दिस इचिमिको क्लाउड कैन इट इज आल्सो सजेस्टिंग द पॉजिटिव थिंग लैगिंग स्पैन मध्य ऊपर अछि एवरीथिंग नाउ सजेस्टिंग द सेम थिंग क्लियर एबे आपण एंट्री करिवे को जगह रे आपण एंट्री करले इन दिस बाय कैंडल तने बाय कैंडल ले आपण एंट्री करले ओके केतल पर्यंत वेट करिवे ना आपनकर भोक अनुसार केते शोष भोक अछि 1:9 तो 1:1.5 1:2 1:3 9 तो आपण वेट करिवे जब तक दीटा मेथड जब तक प्रथम मेथड तीनटा मेथड प्रथम मेथड आपण माने माने रिस्क रिवार्ड अनुसार नेबे द्वितीय आपण वेट करिवे जेतला पर्यंत सुपर ट्रेंड कटी नाही सुपर ट्रेंड को जगह रे कटला आपण एटी ऑब्जर्व करंतु गोटे मिनिट मु एटा सब बंद कर दोची 1 मिनिट प्लीज आई एम नाउ ओके एटा मु सब बंद कर देली तो वर्तमान आपणकर वर्तमान सुपर ट्रेंड को ही खेले वेट करिवा सुपर ट्रेंड को जगह रे कटला जगह रे कटला देखंतु तो अपन नेक्स्ट जो मेथड ऑफ प्रॉफिट बुकिंग इज हियर पाखापाखि 249 पॉइंट निफ्टी रे आपन को ये देला टारगेट देला थर्ड मेथड टा कोन थर्ड मेथड कहितली जेते बेले थर्ड मेथड कहितली जेते बेले मूविंग एवरेज बर्तन कोन हबो ना क्लोज बिलो को मूविंग एवरेज ना 9 पीरियड मूविंग सॉरी 8 पीरियड मूविंग एवरेज विल क्लोज बिलो सॉरी मुझे बोलते 9 यूज करती 9 नियंतु 8 नियंतु किसी फर्क नहीं सेम थिंग विल देयर तो 9 पीरियड मूविंग एवरेज विल क्लोज बिलो द
କ୍ଲୋଜ୍ ବିରୁଦ୍ଧ 34 लो ତାହେଲେ ଏଇ କ୍ୟାଣ୍ଡେଲରେ କ୍ଲୋଜ ହେଲା, ତାମାନେ ଆମେ ଏଇ କ୍ୟାଣ୍ଡେଲରେ ହିଁ ଏକ୍ଜିଟ୍ କରିବା। ଏଠି ପ୍ରଫିଟ କମିଯିବ, କିନ୍ତୁ ଯଦି ଟ୍ରେଣ୍ଡିଂ ବହୁତ ସାରା ମାର୍କେଟ ଥାନ୍ତା ତ ଇଏ ଅଧିକ ଆହୁରି ପ୍ରଫିଟ ଦେଇଥାନ୍ତା, ତାହେଲେ ଆମେ ଏଇ ଜାଗାରୁ ଏଣ୍ଟ୍ରି କରିଥାନ୍ତେ। ନାଇଁ ଇଏ ବି ଲଗଭଗ ସେଇ 279 ପଏଣ୍ଟର ଆପଣଙ୍କୁ ବର୍ତ୍ତମାନ ଏବେ ପ୍ରଫିଟ ଦେଲା 250 ପଏଣ୍ଟ, 10 ପଏଣ୍ଟ ପ୍ରଫିଟ କମିଗଲା। ଦିସ୍ ଇଜ ଦ ସିମ୍ପଲ ଟେକ୍ନିକ୍ by using the uh, 34 moving average and 9 moving average. Okay फ्रेंड्स, ମୁଁ ଏଠି ବହୁତ ସାରା କନସେପ୍ଟ ଇଣ୍ଟିଗ୍ରେସନ କରିଛି, ତେଣୁ ଆପଣ ଏକୁ ଭାବନ୍ତୁନି ନର୍ମାଲ ଟ୍ରେଡିଂ ସେଟଅପ୍। ୟା ଭିତରେ କନସେପ୍ଟ ବି ଅଛି, ୟା ଭିତରେ ବହୁତ ସାରା ପାରାମିଟର ବି ଆଟାଚ ହେଇଛି। ତ ଇଏ 100% ନୁହଁ, ଯଦି 60%, 50% ବି ପ୍ରଫିଟେବୁଲ ହେଲା ନା ଆପଣଙ୍କୁ ପ୍ରଫିଟ କରିବାରେ କେହି ଅଟକି ପାରିବେ ନାହିଁ। କିନ୍ତୁ ମୁଁ ସିଓର ପାଖାପାଖି 80 ରୁ 90% ଇଏ ପ୍ରଫିଟ ଦବ, କିନ୍ତୁ ମୁଁ କହିଦେଲେ ହବ, ଚାନ୍ସ ହିଁ ନାହିଁ। ତ ଆପଣ ଏକୁ କଣ କରିବେ ନା ବ୍ୟାକ୍ ଟେଷ୍ଟ କରିବେ, ବ୍ୟାକ୍ ଟେଷ୍ଟ କରିବେ। ବ୍ୟାକ୍ ଟେଷ୍ଟ ପରେ ପେପର ଟ୍ରେଡିଂ କରିବେ। 3 ମାସ ପେପର ଟ୍ରେଡିଂ କଲା ପରେ ଆପଣଙ୍କ କଣ ସେଲ୍ଫ କନଫିଡେନ୍ସ ଆସିବ, ଦେନ୍ ୟୁ ୱିଲ୍ ନାଉ ଡୁ ଦ you will deploy your original money then. ଦିସ୍ ଇଜ ଦ ଷ୍ଟେପ୍ ମାନେ କନସେପ୍ଟ। ଏବେ ମୁଁ ଦେଖେଇଲି ଇନ୍ ଦ ନିଫ୍ଟି, ଦେଖିବା ବ୍ୟାଙ୍କ ନିଫ୍ଟିରେ ସେମିତି କିଛି ହେଇଛି କି ନାହିଁ। ମୁଁ ଦେଖନ୍ତୁ 5 ମିନିଟରେ ଅଲ୍ଟ୍ରା ମାନେ ସର୍ଟ ଟର୍ମରେ ବି ଆପଣଙ୍କୁ ଏଠି ଦେଖଉଛି, ଏବଂ ଇଟ୍ ଇଜ ଅଲସୋ ପ୍ରଫିଟେବୁଲ ଇନ୍ ବୋଥ ଦ କେସ୍। ଏବେ ଦେଖନ୍ତୁ ଗୋଟେ ସବୁଠାରୁ ପଜିଟିଭ ପଏଣ୍ଟ ହେଲା, ଯେତେବେଳେ ପର୍ଯ୍ୟନ୍ତ ଆପଣ ଟ୍ରେଣ୍ଡ ଡାଉନ୍ ଥିବ ନା ତବ ତକ କିଛି ମାନେ ଆପଣଙ୍କୁ ଏଣ୍ଟ୍ରି କରିବାକୁ ଦବ ହିଁ ନାହିଁ। ଆପଣ ଦେଖୁନାହାନ୍ତି ବର୍ତ୍ତମାନ ଏ ପର୍ଯ୍ୟନ୍ତ, ଗୋଟେ ମିନିଟ ଦେଖନ୍ତୁ, ଏ ପର୍ଯ୍ୟନ୍ତ ଡାଉନ୍ ଟ୍ରେଣ୍ଡ ଥିଲା, ଆପଣଙ୍କୁ କିଛି ଦେଇଛି ନାହିଁ। ଯୋଉ ଜାଗାରେ ଟ୍ରେଣ୍ଡ ଚେଞ୍ଜ ହେଲା ନା ଆପଣଙ୍କୁ ଇଏ ଆପଣଙ୍କୁ ଫାଷ୍ଟ ଏଣ୍ଟ୍ରି ଦେବ। ମାନେ ୟାଠାରୁ ଆଉ ଭଲ କନସେପ୍ଟ କଣ ହେଇପାରେ? ମାନେ ଟୋଟାଲ ରଙ୍ଗ ଏଣ୍ଟ୍ରି ଆପଣଙ୍କୁ ଦବ ହିଁ ନାହିଁ। ଆପଣଙ୍କୁ ଫାର୍ଷ୍ଟ ଟାଇମ ପାଇଁ ଦେଖନ୍ତୁ ଏଇ ଜାଗାରେ ଆପଣଙ୍କୁ ମାନେ ଟ୍ରେଣ୍ଡ ଚେଞ୍ଜ ହେଲା, ଓକେ, ଆପଣ ସେ ଲକ୍ସ ଆଲଗୋରେ ବି ଲଗାନ୍ତୁ। ଲକ୍ସ ଆଲଗୋର ଏ ଯୋଉ ଟ୍ରେଣ୍ଡ ଇଏ, ତ ସିଏ ଏଇ ଜାଗାରେ ଦେଲା ଆପଣଙ୍କୁ, ଏଇ ଜାଗାରେ ଏଣ୍ଟ୍ରି ଦେବ। ବଟ୍ ଆମ ସିଷ୍ଟମ ନା ଆପଣଙ୍କୁ ଇମିଡିଏଟଲି ଏଠୁ ମାନେ ଏଣ୍ଟ୍ରି ଦେଲା, ମାନେ ଟ୍ରେଣ୍ଡ ଚେଞ୍ଜ ହବ ମାନେ ପ୍ରଥମ ଇଣ୍ଡିକେସନ ଆପଣ ହିଁ ପାଇବେ 5 ମିନିଟ୍ସରେ। ତାମାନେ ଏଇ କ୍ୟାଣ୍ଡେଲରେ ଆପଣ ଏଣ୍ଟ୍ରି କରିବେ, କ୍ଲିୟର। ଏଇ କ୍ୟାଣ୍ଡେଲ ଏଣ୍ଟ୍ରି ବାଇ ବି ସିଗ୍ନାଲ ଦେଲା, କ୍ଲିୟର। ତ ଆପଣ ଏଇ ଜାଗାରେ ଏଣ୍ଟ୍ରି କଲେ, ଦେଖିବେ ଆଉ ଅଲଗା ପାରାମିଟର ଆପଣଙ୍କୁ ସପୋର୍ଟ କରୁଛି କି ନାହିଁ। ଦେଖନ୍ତୁ ଯେତେବେଳେ ଇଏ ଚେଞ୍ଜ ହେଲା ନା ଷ୍ଟ୍ରେଙ୍ଗଥ ବି ଆସିଯାଇଛି, ଆପଣ ଇଜିଲି ବି ଏଣ୍ଟ୍ରି କରିପାରିବେ। ଫ୍ରାକ୍ଟାଲ କଟିବା ପର୍ଯ୍ୟନ୍ତ ୱେଟ୍ ବି କରିବା ଆବଶ୍ୟକ ନାହିଁ। ଯଦି ଆପଣ ବୁଲ କଲ ବନେଇବା ଅଛି ଇଜିଲି ବନେଇ ଦିଅନ୍ତୁ। ଯଦି ଫ୍ରାକ୍ଟାଲ କଟିଲା ତାହେଲେ ଆପଣ ନେକେଡ ବି ଏଣ୍ଟ୍ରି କରିପାରିବେ। କେତେବେଳେ ପର୍ଯ୍ୟନ୍ତ ୱେଟ୍ କରିବେ ମୁଁ କହିଛି ଆପଣଙ୍କୁ ଭୋକ ଅନୁସାରେ, ନାଇଁ ତ ଆପଣ ୱେଟ୍ କରିବେ। ନେକ୍ସଟ କନସେପ୍ଟ ଇଜ ୟୋର କୋଉଟା ନା ନେକ୍ସଟ କନସେପ୍ଟ ଇଜ ୟୋର, ଆପଣ ୱେଟ୍ କରିବେ ଯେ କେତେବେଳେ ପର୍ଯ୍ୟନ୍ତ ଆପଣଙ୍କର ସୁପର ଟ୍ରେଣ୍ଡ ବ୍ରେକ୍ ହେଇନି। ସୁପର ଟ୍ରେଣ୍ଡ ଚାଲିଲା 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 ଚାଲିଲା, ବ୍ରେକ୍ ଏବେ ପର୍ଯ୍ୟନ୍ତ ବି ହେଇନି। କେତେ ବଢିଆ କଥା ଅବଜର୍ଭ କରନ୍ତୁ, ବ୍ୟାଙ୍କ ନିଫ୍ଟିରେ ମାନେ ଏଡେ ବଡ ସେଲ୍ ପରେ ଏଡେ ବଡ ବାଇଂ ଆଜି ହେଲା, ଆଉ ଆପଣ ସବୁ ଟୋଟାଲ କୁ କ୍ୟାପଚର କଲେ। ଟୋଟାଲ ଏବେ ପର୍ଯ୍ୟନ୍ତ ୟୁ ଆର ଇନ୍ ପୋଜିସନ 700 ପଏଣ୍ଟ। ଆପଣ ଟିକେ ଏଠି ମଲ୍ଟିପ୍ଲାଏ କରି ଦେଖନ୍ତୁ ନା, 700 ପଏଣ୍ଟ ଇଣ୍ଟୁ ଲଟ୍ ସାଇଜ 700 ପଏଣ୍ଟ, 700 ପଏଣ୍ଟରେ ଲଟ୍ ସାଇଜ 25, ତାକି 17,500 ଆପଣ ମାନେ ୟୁଜୁଆଲି ପାଇସାରିଲେଣି। Still now you are in a position by observing the teeny things in 5 minute time frame. You are a scalper here. ना scalper तो 1 minute to 5 minutes 3 minutes से देखिए ना, फिर भी you are in position. Clear? Next, ଅଲଗା କଥା ଯୋଉ କହୁଥିଲି ଯେ ଟ୍ରେଣ୍ଡରେ ଆଉ କଣ ଦେଖିବା ନା ଆପଣଙ୍କର ଏଇ ଯୋଉ ଲାଗିଂ ସ୍ପାନ୍ କିଛି ଆବଶ୍ୟକ ଅଛି ମତେ ଲାଗୁଛି ନାହିଁ। ତ ଲାଗିଂ ସ୍ପାନ୍ ବି ଆପଣଙ୍କୁ ସେମ୍ ଥିଙ୍ଗ କହିବ, କ୍ଲାଉଡ ବି ଆପଣଙ୍କୁ ସେମ୍ ଥିଙ୍ଗ କହିବ। ଏଭ୍ରିଥିଙ୍ଗ when our system will telling you the trend reversal, everything will tell you the same thing. This is a very super concept. ଦେଖନ୍ତୁ ଆଉ ଗୋଟେ କଥା, ଇଚିମୁ କ୍ଲାଉଡ ଡାଉନ ଥିଲା, ଆମ ସିଷ୍ଟମ ବି ଡାଉନ ଥିଲା। ଇଚିମୁ କ୍ଲାଉଡ ବର୍ତ୍ତମାନ ଅଫ୍ ଦେଲା, ଆମ ସିଷ୍ଟମ ବି ତା ପୂର୍ବରୁ ଅଫ୍ ଦେଲା। ପୂର୍ବରୁ ଦେଖନ୍ତୁ ଏଇ ଜାଗାରେ ଡାଉନ ଥିଲା, ବଟ୍ ଆମ ସିଷ୍ଟମ ଏଇ ଜାଗାରେ ପାଇଦେଲାନି। ତ ଦିସ୍ ଇଜ ଏ ବିୟୁଟିଫୁଲ ସିଷ୍ଟମ। ତ ମୁଁ ଏଟା କହୁନି ଯେଟା ଆମର ସିଷ୍ଟମ, ମୁଁ ମୋ ସିଷ୍ଟମ କହୁନି, ଏଇଟା ଆମର ସିଷ୍ଟମ, ମତଲବ ଟ୍ରେଡ ଅର୍ବିଟ ପରିବାର ସିଷ୍ଟମ। ଆପଣ ଏଥିରେ ଯଦି ଏଣ୍ଟ୍ରି କରେ ନା, ଆପଣ ଭାବିବା ଆବଶ୍ୟକ ନାହିଁ, ୟୁ ୱିଲ୍ ବି ଦ ପ୍ରଫିଟେବଲ ୱାନ୍। କ୍ଲିୟର ଫ୍ରେଣ୍ଡ, ବିଶ୍ୱାସ କରନ୍ତୁ ଯେ ମୁଁ ଗୋଟେ ଗୋଟେ ସିଷ୍ଟମ ବନେଇବା ପାଇଁ କେତେ ସାରା କନସେପ୍ଟକୁ ୟୁଜ କରୁଛି। ଏମିତି ନୁହଁ ଯେ ଆପଣ ନର୍ମାଲି ଆସିଲି କହିଦେଲି ଗୋଟେ ନୂଆ ସିଷ୍ଟମ ଆପଣ ନିଅନ୍ତୁ, ଆପଣ ଏଥିରେ ପ୍ରଫିଟେବୁଲ ହେଇପାରିବେ। କ୍ଲିୟର, କିନ୍ତୁ ସେ ଖାଲି ମୁଁ କହିଦେଲେ ହବନି। ମୁଁ ଯୋଉ କଥା ଆଗରୁ କହିଲି ଯେ ଆପଣ ଏକୁ ବିଶ୍ୱାସ କରିବେ କେମିତି, ପେପର ଟ୍ରେଡ୍ କରିବେ, ବ୍ୟାକ୍ ଟେଷ୍ଟିଂ କରିବେ, ତାପରେ ଲାଇଭ ଟ୍ରେଡରେ ଆପଣ ଏଣ୍ଟ୍ରି କରିବେ। ଓକେ,
मोर आशा आपण को वीडियो को बार बार देखिए। देखो हम केते केते कॉन्सेप्ट यूज करछि, ट्रेंड, तापरे ट्रेंड लाइन ब्रेकआउट, तापरे मोमेंटम, तापरे वॉल्यूम। तो आप प्रॉफिटेबल न हेबे केमती क्लियर। तो प्रॉफिटेबल न होवा पे आप के अटकी परिबेन, किंतु विश्वास दरकार जे आप विश्वास करिके ट्रेड नबा दरकार। एवं गोटे कॉन्सेप्ट रे भी आप स्टिक अप हेरा दरकार। ट्रेंड ट्रेलिंग करिया पे एई जगह रे आप धर एंट्री हेले एई जगह रे ट्रेल करिवे एई जगह, पुणी एगेन ट्रेल करिवे, आपण ट्रेलिंग स्टॉप लॉस खाली बढ़े बढ़े चलिए बुझी पड़छंती। मु आउ थ्रेड देखै दउची। प्रथमे एंट्री हेले एई जगह रे, तापर ट्रेल कले एठिकी, ट्रेल कले एठिकी, ट्रेल कले एमती ट्रेल करके बर्तमान सुधा यू आर इन 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 योर बाइंग पोजीशन एई जगह पर्यंत बर्तमान आपण ट्रेल करके चलछंती क्लियर। दिस इज सिंपल कॉन्सेप्ट। ओके, थैंक यू। ଆପଣ ଟ୍ରଷ୍ଟ କରିକି ଦେଖୁଛନ୍ତି, ଥ୍ୟାଙ୍କ ୟୁ। ୟୁ ଆର୍ ୟୁଜିଂ ଦିସ୍ କନସେପ୍ଟ ଇନ୍ ବ୍ୟାକ୍ ଟେଷ୍ଟିଂ। ଓକେ, କିନ୍ତୁ ଯଦି ଆପଣଙ୍କୁ ଭଲ ଲାଗୁଛି ମୋ ସିଷ୍ଟମ, ଆପଣ ଲାଇକ୍ କରନ୍ତୁ, କମେଣ୍ଟ ଲେଖନ୍ତୁ, ଯାହା ବି ଆପଣ ଅସୁବିଧା ହେଉଛି ବୁଝିବାରେ ତାକୁ ରିପ୍ଲାଏ କରନ୍ତୁ, ତାକି ମୁଁ ତାର ଆପଣଙ୍କୁ ଇମିଡ଼ିଏଟଲି ମାନେ ରିପ୍ଲାଏ କରିବାକୁ ଟ୍ରାଏ କରିବି। ନେକ୍ସଟ ଭିଡ଼ିଓରେ ଆପଣଙ୍କୁ କମ୍ପ୍ଲାଏ କରିବି। जदि जो इंडिकेटर भी आपको आवश्यक अच्छी आप कमेंट लिखु, मु तार कोड शेयर करदेवी। ट्रेड ऑर्बिट ना अच्छी, यू विल माने यूज इन योर ट्रेडिंग सेक्टर। थैंक यू, थैंक यू अगेन। हैप्पी ट्रेडिंग।